ନମସ୍କାର, ଜୟ ଜଗନ୍ନାଥ। ଗୋଟେ ନୂଆ ଓଡ଼ିଆ କାହାଣୀକି ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ। ଭିନ୍ନ ଏକ ବାପା। ଏତେ ସମୟ ହେଲାଣି ଘରୁ ବାହାରକୁ ଆସିନୁ? ମଦନ ହରେଇ ଦେଲା ସବୁଦିନ ପାଇଁ ତାର ସ୍ତ୍ରୀ ଆଉ ଜେଜେମାକୁ। ଚାଲନ୍ତୁ ହୃଦୟବର୍ଷୀ କାହାଣୀଟି ଏଥର ନିଶ୍ଚିତ ଭାବରେ ଶୁଣିବା। ମଦନ, ମଦନ, ଆଜି କ'ଣ ଏତେ ସମୟ ହେଲାଣି ଘରୁ ବାହାରକୁ ଆସିନୁ? ଆଜି କ'ଣ ତୁ କ୍ଷେତକୁ ଯିବୁ ନାହିଁ କି? ଗୋପାଳ କାକା ଦୋକାନରେ ବସି ବସି ଏବେ ମୁଁ ତୋ ପାଖକୁ ଆସିଲି। କିଛି ସମୟ ଅପେକ୍ଷା କରିବା ପରେ ବି ମଦନ ବାହାରକୁ ନ ଆସିବାରୁ ରଘୁ ଘର ଭିତରକୁ ପଶିଗଲା। ଦେଖିଲା ବେଳକୁ ଘର ବାରଣ୍ଡାରେ ମଦନ ଶୋଇ ରହିଛି, ଆଉ ତାର ଶରୀର ଥରି ଉଠୁଛି। ରଘୁ ଦୌଡ଼ି ଯାଇ ମଦନକୁ ଉଠେଇ ଘର ଭିତରକୁ ନେଇଯାଏ, ଆଉ ଖଟ ଉପରେ ଶୁଆଇ ଦିଏ। ରଘୁ କହିଲା, ଆରେ ମଦନ, ତୋ ଦେହରେ ତ ଭୀଷଣ ଜୋରରେ ଜ୍ୱର। ତୁ ଏମିତି ବରଣ୍ଡାରେ ପଡ଼ି ରହିଛୁ କ'ଣ ପାଇଁ? ମଦନ ଧୀର ସ୍ୱରରେ କହିଲା, ନାଇଁରେ ରଘୁ, ରାତିରେ ଦେହ ଠିକ୍ ଥିଲା, ହେଲେ ଏଇ ସକାଳୁ ସକାଳୁ ବିନ୍ଧା ଛିଟିକା ଆରମ୍ଭ ହେବା ସହିତ ଜ୍ୱର ଚାଲି ଆସିଲା। ଯାହା ହେଉ ଭଲ ହେଲା ତୁ ଆସିଲୁ। ମୁଁ ତ ଘର ଭିତରକୁ ଆସିବା ପାଇଁ ବି ଉଠି ପାରୁନଥିଲି। ରଘୁ ମଦନକୁ ଶୁଆଇ ଦେଇ ଦୌଡ଼ି ଯାଇ ବୈଦ୍ୟଙ୍କ ପାଖରୁ କିଛି ଔଷଧ ଆଣି ମଦନକୁ କିଛି ଖାଦ୍ୟ ଖୁଆଇ ଦେଇ ଔଷଧ ଖାଇବାକୁ ଦେଲା। ଆଉ ତାପରେ ରଘୁ ତା ନିଜ କାମକୁ ଚାଲିଗଲା। ମଦନ ଜଣେ କୃଷକ, ସନାତନପୁର ଗାଁର। ତାର ନିଜର କହିଲେ କେହି ନାହିଁ। ପିଲାଦିନରୁ ତାର ବାପା ମା ଆରପାରିକୁ ଚାଲି ଯାଇଥିଲେ। ଯାହା ପାଖରେ ସେ ବଡ଼ ହୋଇଥିଲେ ସେ ଥିଲା ତାର ଜେଜେମା। ମଦନକୁ ବୟସ ହେବାରୁ ତାର ଜେଜେମା ମଦନର ବାହାଘର କରାଇଦେଲେ। ହେଲେ ବାହାଘରର ମାତ୍ର କିଛି ମାସ ପରେ ହିଁ କିଛି ଗୋଟିଏ ଅଜଣା ରୋଗ ବ୍ୟାପିଗଲା ଗାଁରେ, ଯେ ସେଥିରେ ମଦନ ହରେଇଦେଲା ସବୁଦିନ ପାଇଁ ତାର ସ୍ତ୍ରୀ ଆଉ ଜେଜେମାକୁ। ସେବେଠାରୁ ସେ କେବଳ ଏକୁଟିଆ ତା ଜୀବନରେ। ନିଜକୁ ବ୍ୟସ୍ତ ରଖିବା ପାଇଁ ସେ କ୍ଷେତ ବାଡ଼କୁ ଯାଇ କାମ କରେ। ଏଇ ରଘୁ ଯାହା ଟିକେ ତା କଥା ବୁଝେ। ଭଲରେ ମନ୍ଦରେ ସବୁବେଳେ ରଘୁ ହିଁ ତା ପାଖରେ ଛିଡ଼ା ହୁଏ। ମଦନ ବି ରଘୁକୁ ନିଜ ଭାଇଠାରୁ ବେଶୀ ଭାବେ। 2 ଦିନ ଯାଏ ମଦନ ସେମିତି ବିଛଣାରେ ପଡ଼ି ରହିଲା। ରଘୁ ଆସି ତାର ଦେଖାଶୁଣା କରି ଦେଇଯାଏ। 2 ଦିନ ପରେ ସକାଳ ରଘୁ ମଦନ ଘରକୁ ଆସେ। ରଘୁକୁ ଦେଖି ମଦନ ମଧ୍ୟ କାନ୍ଧରେ କୋଦାଳ ଆଉ ହାତରେ ଖାଇବା ପୋଟଳି ଧରି ବାହାରି ପଡ଼ି କୁହେ, ଚାଲ ରଘୁ, ଯିବା। ରଘୁ କହିଲା, ଆରେ ତୋ ଦେହ କ'ଣ ଭଲ ହେଇଗଲା? ଆଉ 2 ଦିନ ଆରାମ କରିଥିଲେ ହେଇନଥାନ୍ତା? ମଦନ କହିଲା, ଏକୁଟିଆ ଏ ଘର ଭିତରେ ପଡ଼ି ପଡ଼ି ମୁଁ ଆହୁରି ବେଶୀ ଦୁର୍ବଳ ହେଇଯିବି, ଆଉ ରୋଗ ମୋତେ ମାଡ଼ି ବସିବ। ରଘୁ କହିଲା, ହଁ ହଁ, ତୋର ଯେତକ ସବୁ ଅବାଗିଆ କଥା। ମଦନ କହିଲା, ନାଇଁରେ, ମୋତେ ଭଲ ଲାଗୁଛି, ଚାଲ ଯିବା। ଦୁହେଁ ସାଙ୍ଗ ହୋଇ ଘରୁ ବାହାରି ଆସିଲେ କ୍ଷେତ ଅଭିମୁଖେ। ହଠାତ୍ ରଘୁର ନଜର ପଡ଼ିଲା ଗାଁ ମୁଣ୍ଡ ସ୍କୁଲ ପଛପଟେ ଥିବା ଆମ୍ବ ତୋଟା ଆଡ଼କୁ। ଅନେକ ଲୋକ ରୁଣ୍ଡ ହୋଇଥିଲେ ସେଠି। ରଘୁ କହିଲା, ଆରେ ମଦନ, ସେ ତୋଟା ପାଖକୁ ଦେଖିଲୁ, କେତେ ଲୋକ ରୁଣ୍ଡ ହୋଇଛନ୍ତି। କ'ଣ ହେଇଛି ସେଠିକିରେ? ମଦନ କହିଲା, ଚାଲୁନୁ ଦେଖିବା କ'ଣ ହେଇଛି। ଦୁହେଁ ସାଙ୍ଗ ହୋଇ ତୋଟା ଆଡ଼କୁ ଗଲେ। ପୂର୍ବରୁ ସେଠାରେ ଅନେକ ଲୋକ ଛିଡ଼ା ହୋଇଥିଲେ। ମଦନ ଆଉ ରଘୁ ଯାଇ ଦେଖିଲେ ତୋଟାରେ ଗୋଟିଏ ଗଛ ମୂଳରେ ଛୋଟିଆ ଛୁଆଟିଏ ଶୋଇଛି, ଆଉ ଖୁବ୍ ଜୋରରେ କାନ୍ଦି ଚାଲିଛି। ବୁଝୁ ବୁଝୁ ଜଣା ପଡ଼ିଲା ଯେ କେହି ଜଣେ ପିଲାଟିକୁ ସେଇ ଗଛ ମୂଳରେ ଫୋପାଡ଼ି ଦେଇ ଯାଇଛି।